ବାଲ୍ଟି କେ ତା ବାଲ୍ଟି ଅଛି ରକ୍ତ ବାଲ୍ଟି ପଡ଼ି କୋଉଠି ଅକ୍ସିଜେନ କେଁ କ'ଣ କରୁଛ ଅଛି ଥରେ ଆମ ଅନୁଷ୍ଠାନରେ କିଛି ମାଟି ଗୋବର ଖତ ଓ ଇଟା ଆବଶ୍ୟକ ହେଲା। ଆମର କର୍ମଚାରୀମାନଙ୍କୁ ଡାକି ସାହାଯ୍ୟ ଚାହିଁଲି। ସାଧାରଣତଃ ଅଧିକାରୀ ବା ଅଫିସରମାନେ ଅଧିକ ମୁଣ୍ଡ ଖଟାନ୍ତି ଏବଂ ଚତୁର୍ଥ ବର୍ଗର କର୍ମଚାରୀମାନେ ଅଧିକ ଶାରୀରିକ ପରିଶ୍ରମ କରନ୍ତି, ଅର୍ଥାତ୍ ଭାର ବହନ କରନ୍ତି। କାର୍ଯ୍ୟାଳୟର ମୁଖ୍ୟ ବା ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ ହେଲେ ହେଁ ନିଜେ ଉଚ୍ଚ ନିଚ ଭେଦଭାବ ନ ରଖିବା ପାଇଁ ସେମାନଙ୍କ ସହିତ ମୁଁ ମାଟି ଓ ଖତ ବୋହିଲି। କିଛି ସମୟ ପରେ ଜଣେ ତରୁଣ ଚିକିତ୍ସକ ମଧ୍ୟ ମାଟି ବୋହିବାକୁ ଗଲେ। ତମେ ଜାଣିଛ ତମେ ଜାଣିଛ ତ ଡାକ୍ତର ଏଠି ଠିକ୍ ପ୍ରତ୍ୟେକ କାର୍ଯ୍ୟାଳୟରେ ମୁଖ୍ୟଙ୍କୁ ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ ବୋଲି କୁହାଯାଏ, ଅର୍ଥାତ୍ ମୁଣ୍ଡ। କିନ୍ତୁ କେହି କେବେ ପଚାରନ୍ତି ନାହିଁ ଯେ କେବଳ ଜଣକୁ କାହିଁକି ମୁଣ୍ଡ କୁହାଯାଏ, କାରଣ ଏପରି ମୁଣ୍ଡ ନାମକରଣ ବିଦେଶରୁ ଆସିଛି। କିନ୍ତୁ ଋଗ୍ବେଦର ପୁରୁଷ ସୂକ୍ତରେ ଅଧ୍ୟୟନ ଓ ଅଧ୍ୟାପନା କରୁଥିବା ବର୍ଗଙ୍କୁ ସେମିତି ପ୍ରତୀକାତ୍ମକ ତୁଳନା କରାଯିବାରୁ ଅନେକ ବିରୋଧ କରନ୍ତି, କାରଣ ଏହି ଉକ୍ତି ଭାରତୀୟ ଅଟେ। ଏଇଠି ଆମର ଗଛ ସବୁ ଲାଗିଗଲା, କେତେ ସୁନ୍ଦର ଗଛ ହେଇଛି। ଇଏ ହେଉଛନ୍ତି ମୋ ପାଖରେ ଅଛନ୍ତି, ସେ ହେଉଛନ୍ତି ଡକ୍ଟର ବାଘ, ଡକ୍ଟର ପ୍ରତୀର ବାଘ। ମୁଁ ସବୁବେଳେ ଡକ୍ଟର ଟାଇଗର ବୋଲି ଡାକେ ନାହିଁ। ତ ସିଏ ହେଉଛନ୍ତି ଇଏ ସେଇ ମଣିଷ ଯିଏକି ଯେତେବେଳେ ମୁଁ ଯାଉଥିଲି ତଳୁ ମାଟିଟା ଆଣୁଥିଲି, ସେ ସ୍ୱତଃସ୍ଫୂର୍ତ୍ତ ଭାବରେ ନିଜେ ନିଜେ ଚାଲିଗଲେ ସାଙ୍ଗରେ ମୋର ସାହାଯ୍ୟ କରିବା ପାଇଁ। ସେ ଭାବିଲେନି ଯେ ମାଟିଟାକୁ ଆଣିବାକୁ ଗଲେ କାଳେ ସମ୍ମାନ ହାନି ହେବ କି କ'ଣ, ସେଇସବୁ ପ୍ରକାର ଭାବନା ନାହିଁ। ଏଥିରେ ଗୋଟେ କ'ଣ ସମାନ ହାନି ହେବ ସେଇଟା ସେ କହୁଛନ୍ତି। ଆଉ ତାଙ୍କର ଆଉ ଗୋଟେ ଭଲ ଗୁଣ ହେଉଛି, ଏଠି ଆମର ଯେଉଁ ଚତୁର୍ଥ ବର୍ଗର କର୍ମଚାରୀ ଯେଉଁମାନେ ଥାନ୍ତି ତାଙ୍କୁ ସେ ଭାଇ ବୋଲି ସମ୍ବୋଧନ କରନ୍ତି। ପ୍ରକୃତରେ ସେଇ ଜିନିଷଟା ମୁଁ କରୁଥିଲି ଯେତେବେଳେ ମୁଁ ଭାବୁଥିଲି ଯେ ଖାଲି ମୁଁ କରୁଛି, ନାହିଁ, ଏମିତି ବହୁତ ଜଣ ଅଛନ୍ତି। ଆଉ ତାଙ୍କ ଭିତରେ ଇଏ ଜଣେ ତରୁଣ ଚିକିତ୍ସକ, କିନ୍ତୁ ଇଏ ଜଣେ ତରୁଣ ଚିକିତ୍ସକ ହେଇକି ମଧ୍ୟ ଇଏ ସମାନ ପ୍ରକାର ବିଚାର ରଖୁଛନ୍ତି। ମୋତେ ଭଲ ଲାଗିଲା। ତାଙ୍କୁ ଗୋଟେ ପ୍ରଶ୍ନ ପଚାରିବା ହେଲା, ପ୍ରତିଟି କାର୍ଯ୍ୟାଳୟରେ ପ୍ରତିଟି ଅଫିସରେ ଆମେ ଜଣକୁ କହୁଛୁ ହେଡ୍। ହେଡ୍ର ଓଡ଼ିଆ କ'ଣ ହେଉଛି? ମୁଣ୍ଡ। ହଁ, ମୁଣ୍ଡ। ତ ଇଫ୍ ୱାନ୍ ଇଜ୍ ହେଡ୍, ଏଇଟା ତ ଆମର ଭାରତୀୟ ଶବ୍ଦ ନୁହେଁ, ହେଡ୍ଟା ଭାରତୀୟ ଶବ୍ଦ ନୁହେଁ। ବାହାରେ କୁହାଯାଇଛି, ବାହାର ଦେଶରେ କୁହାଯାଇଛି ଯେ ହି ଇଜ୍ ଦ ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ। ଦ୍ୟାଟ୍ ମିନ୍ସ ହି ହାଜ୍ ଟୁ ଟେକ୍ ଦ ଡିସିସନ୍ସ ଦ୍ୟାଟ୍ ଇଜ୍ ଦେୟାର। ଦ୍ୟାଟ୍ସ ୱାଇ ଦ ପର୍ସନ୍ ହୁ ଇଜ୍ ଥିଙ୍କିଂ ଦ ମୋଷ୍ଟ ଇଜ୍ କନସିଡର୍ଡ ଟୁ ବି ଦ ହେଡ୍ ଅଫ୍ ଦ ଇନଷ୍ଟିଟ୍ୟୁସନ୍। ସେଇଆ ତ, ଯିଏ ସବୁଠୁ ଅଧିକ ଚିନ୍ତା କରୁଛି ତାକୁ ଆମେ କହୁଛୁ ସିଏ ହେଉଛି ମୁଖ୍ୟ। ଆମେ କହିଲେ ମୁଖ୍ୟ କହୁଛୁ, ଏଇଟାକୁ ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ କୁହାଯାଉଛି। ତ ସେମିତି ସେଇ ସମାନ ପ୍ରକାର ଯଦି ବର୍ଣ୍ଣନା ରହିଲା ପୁରାଣରେ ଯେ ଇଏ ହେଉଛନ୍ତି ମୁଣ୍ଡରୁ ଆସିଛନ୍ତି, ଇଏ ଦେହରୁ ଆସିଛନ୍ତି, ଇଏ ହାତରୁ ଆସିଛନ୍ତି, କିଛି ଭୁଲ ଅଛି? ସେ ମାନେ ସେ ପ୍ରତୀକ ଗୋଟେ ପ୍ରତୀକ, ଡିପର ମିନିଂ ଅଲଗା ହେଇଯାଉଛି ନା ନାଇଁ, ମାନେ କହିବାକୁ ପଡୁଛି ପ୍ରତୀକ ଭାବରେ ଯଦି କର୍ମ ଦୃଷ୍ଟିରୁ। ଏଠାରେ ବୁଝିବାକୁ ହେବ ଯେ ବୈଦିକ ଯୁଗରେ ବର୍ଣ୍ଣ ବିଭାଜନ ପ୍ରତୀକାତ୍ମକ ଓ କାର୍ଯ୍ୟ ଆଧାରିତ ଥିଲା, ଏହା କେବେ ବି ଜନ୍ମ ଆଧାରିତ ନୁହେଁ। ସେମିତି ତ ଯଦି ଗୀତାରେ କୁହାଯାଇଛି କର୍ମ ଅନୁସାରେ ଚତୁର୍ବର୍ଣ୍ଣ ମୟ ସୃଷ୍ଟ କୁହାଯାଇଛି, ଗୀତା ଅନୁସାରେ 4ଟା ବର୍ଣ୍ଣ କରାଯାଇଛି, ଜନ୍ମ ଅନୁସାରେ ନୁହେଁ ହେଲା। ଆଉ ସେଇ କର୍ମ ଅନୁସାରେ ଯଦି ଜଣକୁ କୁହାହେଲା ହେଡ୍ ବୋଲି କୁହାହେଲା, କିଛି ଅସୁବିଧା ନାହିଁ। କର୍ମ ଅନୁସାରେ ଖାଲି କ'ଣ ଆମ କାର୍ଯ୍ୟାଳୟରେ ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ ରହିଛି ନା ସବୁ କାର୍ଯ୍ୟାଳୟରେ ରହୁଛି, ସବୁ ଜାଗାରେ। ତ ଆମେ ତ କେଉଁଠି ଯାଇ ପଚାରୁନୁ ଯେ କାହିଁକି ସେଠି ହେଡ୍ କୁହାହେଉଛି, ବାକି ମାନେ କ'ଣ ହେଡ୍ ନୁହନ୍ତି, ଏମିତି ଆମେ ପଚାରୁନୁ କାହିଁକି ଜଣକୁ ମୁଣ୍ଡ କୁହାହେଲା। ଯଦି ମନା ହେଉନି ତାହେଲେ ଆମେ ପୁରାଣରେ କାହିଁକି ଆମେ କହିବା ଯେ ସେଠି କାହିଁକି କୁହାହେଲା ଏଇଟା ହେଡ୍ରୁ ଆସିଲା, ଏଇଟା ଇଏରୁ ହାତରୁ ଆସିଲା ଯଦି କୁହାହେଉଛି, ସେଥିରେ ତା'ର ସିମ୍ବଲଟାକୁ, ତା'ର ପ୍ରତୀକଟାକୁ ନ ବୁଝିକି ଆମେ କାହିଁକି କହିବା ଯେ ସେ ତ ପୁଣି କର୍ମ ଅନୁସାରେ କରାଯାଇଛି, ସେଇଟା ତ ଜନ୍ମ ଅନୁସାରେ କରାହେଇନି। ତ ସେଠି କହିବାର ତାତ୍ପର୍ଯ୍ୟ ହେଉଛି ସେଇଟା ଗୋଟେ ଯେଉଁମାନେ ସବୁଠୁ ଅଧିକ ଭାର ବହନ କରିପାରୁଛନ୍ତି, ଯେଉଁମାନେ ସବୁଠୁ ଶକ୍ତି ଅଧିକ ଇଏ କରୁଛନ୍ତି, ସେମାନଙ୍କୁ କୁହାଗଲା ଯେଉଁମାନେ ମସ୍ତିଷ୍କ ଅପେକ୍ଷା ଅଧିକ ସେମାନେ ମସଲ୍କୁ ବ୍ୟବହାର କରୁଛନ୍ତି, ମାଂସପେଶୀକୁ ବ୍ୟବହାର କରୁଛନ୍ତି, ତାଙ୍କୁ କୁହାଗଲା ସେମାନେ ପାଦରୁ ଆସନ୍ତି। କାରଣ ପାଦଟା ପୁରା ଦେହର ଇଏଟାକୁ ଭାରଟାକୁ ସେ ଟେକୁଛି। ଆଉ ଏଇଟା ହେଉଛି କର୍ମ ଆଧାରରେ କୁହାଯାଇଛି, ଜନ୍ମ ଆଧାରରେ ନୁହେଁ। କାରଣ ସେଇ ଗୀତାରେ କୁହାଯାଇଛି ଚତୁର୍ବର୍ଣ୍ଣ ମୟା ସୃଷ୍ଟ ଗୁଣ କର୍ମ ବିଭାଗସ। କେହି ତ ଯାଇକି କୌଣସି କାର୍ଯ୍ୟାଳୟ ପାଟି କରୁନାହାନ୍ତି ଏଠି କାହିଁକି ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ କୁହାଗଲା, ଆମେ ଆଉ ଚିକିତ୍ସାଳୟକୁ ଆସିବୁ ନାହିଁ, ବା ଅମୁକ ଅଫିସକୁ ଆମେ ଏଇ କାର୍ଯ୍ୟାଳୟକୁ ଆମେ ଆସିବୁନି, ଏଇଟା ତ କେହି କହୁନାହାନ୍ତି। ସେତେବେଳେ ସମସ୍ତେ ଚୁପ୍ ରୁହନ୍ତି। ଆଉ ତାପରେ ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ କହିବାଟା ଏଇଟା ତ ଭାରତୀୟ ଶବ୍ଦ ନୁହେଁ, ଏଇଟା ବାହାର ଶବ୍ଦ।
ବିଦେଶରୁ ଆସିଛି ତ ବିଦେଶରୁ ଯେତେ ଶବ୍ଦ ଆସୁଛି ଆମେ ତାକୁ ଗ୍ରହଣ କରିଯାଉଛୁ ଠିକ୍ ଅଛି ବିଦେଶୀ ମାନେ ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ କରୁଛୁ ଆମେ ତାକୁ ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ କରିବା ଆମେ ସେଟା ଆଉ ମୁଣ୍ଡ ଗଣ୍ଠିକି ଚିନ୍ତା କରିବାନି କିନ୍ତୁ ଯେତେବେଳେ ଆମ ଭାରତରେ ଯେ ଶବ୍ଦଟା ଯେତେବେଳେ ବ୍ୟବହାର ଆସିଯାଉଛି ସେଇ ପ୍ରତୀକକୁ ନେଇକି ତାକୁ ନେଇକି ଅନେକ ପ୍ରକାର ଲୋକ ଅନେକ ପ୍ରକାର ପାଟିତୁଣ୍ଡ କରନ୍ତି। ଆଜ୍ଞା।